ନେହେରୁ ଯୁବକେନ୍ଦ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। କୋକସରା ଅଞ୍ଚଳରେ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ବର୍ତ୍ତମାନ ଫୁଟବଲ ଖେଳ ବେଶ ଉତ୍ସାହ ଆଣିବା ସହ କ୍ରିକେଟ ଖେଳ ପ୍ରତି ତାଙ୍କର ଇଚ୍ଛା ଶକ୍ତିକୁ ଦ୍ୱିଗୁଣିତ କରୁଥିବା ଦେଖିବାକୁ ମିଳିଛି। ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ ଏଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ସେହିପରି ଶନିବାର ଦିନ ଅଇଁଲା ପଞ୍ଚାୟତ ଅଇଁଲା ଗ୍ରାମଠାରେ ଭବାନୀପାଟଣା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଦ୍ୱିତୀୟ ଦିନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏହି ପ୍ରଥମ ଖେଳରେ ଡାହାଙ୍ଗା ଏବଂ ବିଜମାରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ମଧ୍ୟରେ ଡାହାଙ୍ଗା ଦଳ ବିଜୟ ଲାଭ କରିଥିଲା। ଦ୍ୱିତୀୟ ଖେଳ ଖୋଲୁଗୁଡା ଓ କସିବାହାଲ ମଧ୍ୟରେ ଖେଳ ହୋଇଥିଲା। ସେଥିରେ କସିବାହାଲ ବିଜୟ ଲାଭ କରିଥିଲେ। କ୍ୱାର୍ଟର ଫାଇନାଲ ଖେଳ ବିଜମର ଓ କସିବାହାଲ ମଧ୍ୟରେ ହୋଇଥିବା ବିଜମାର ବିଜୟୀ ହୋଇଥିବା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ମୁଖ୍ୟ ଅତିଥି କୁଳମଣି ସାହୁ, ମୁଖ୍ୟ ବକ୍ତା ଭାବେ ତରୁମଣି ସାହୁ, ବିଷ୍ଣୁ ପ୍ରସାଦ ମାଝୀ, ଟିକଚନ ରାଉତ ଓ ଯୋଗ ଦେଇଥିବା ବେଳେ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିରଞ୍ଚି ବାଗ ତାଙ୍କୁ ସହଯୋଗ କରିଥିଲେ। ଟିକେମନି ମାଝୀ ଓ କେଶବ ସବର ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ଖେଳର ଧାରା ଦେବେନ୍ଦ୍ର ପୂଜାରୀ ବିବରଣୀ ପ୍ରଦାନ କରିଥିଲେ। କେଶବ ମାଝୀ, ବବୁଲ, କେଦାର, କରୁଣା, ଅନିଲ ମାଝୀ, ଅଜୟ ମାଝୀ, ଜିତୁ ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। କୋକସରା ବ୍ଲକରୁ ରିତେଶ କୁମାର ମୁଣ୍ଡାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।